ଜିନିଷ ହିଁ ଆମେ ସିପିଂ ଲାଇନ୍ରେ ଆମେ ସେଇଟା କହୁ କାର୍ଗୋ। କାର୍ଗो ମିନ୍ସ ଗୋଟେ ହ୍ୟୁଜ୍ ବଲ୍କ କ୍ୱାଣ୍ଟିଟିର ବହୁତ ବଡ଼ କ୍ୱାଣ୍ଟିଟିର ଆମେ ଜିନିଷକୁ ଆମେ ଇମ୍ପୋର୍ଟ ଏକ୍ସପୋର୍ଟ କରୁ। ତ ହ୍ୱାଟ୍ ଇଜ୍ ଦ ଇମ୍ପୋର୍ଟାନ୍ସ ଅଫ୍ ପୋର୍ଟ? ଆମକୁ ଗୋଟେ ପୋର୍ଟ କାହିଁକି ଦରକାର? ଧରିନିଅ ପିଲାମାନେ ଆମର ଏଠି କୋଇଲା ଆସେ ସାଉଥ ଆଫ୍ରିକା ଅଷ୍ଟ୍ରେଲିଆ କଣ୍ଟ୍ରିରୁ ଆସେ, ସେଗୁଡ଼ାକ ଟିକେ ହାଇଲି କ୍ୱାଲିଟି ପୋର୍ଟ। ଆମ ଇଣ୍ଡିଆରେ ବି ପ୍ରଡ୍ୟୁସ୍ ହୁଏ, କିନ୍ତୁ କେତେଟା କମ୍ପାନୀ କି ହାଇଲି କ୍ୱାଲିଟି କୋଲ୍ ଦରକାର ପଡ଼େ, ସେଗୁଡ଼ାକ ଆମେ ଆଣୁ। ତ ଆମେ କ'ଣ ପାଇଁ ସେଗୁଡ଼ାକ ଆମେ ଆଣୁ? ଆମେ ଆଣିବା ପଛରେ ଆମର କାରଣ କ'ଣ ନା, ସବୁ ଜିନିଷ ଆମକୁ ଗୋଟେ ଆମ ଦେଶରେ ଆଭେଲେବଲ୍ ନାହିଁ ନା, କିଛି ଜିନିଷ ଆମେ ବାହାରକୁ ପଠାଇବାକୁ ପଡ଼ିବ, କିଛି ଜିନିଷ ବାହାରୁ ଆମେ ଆଣିବାକୁ ପଡ଼ିବ। ତ ଆମେ ଜିନିଷ କେତେଟା ୱେରେ ଆଣିପାରିବା? ଜିନିଷ ଆମେ ମେନଲି 3ଟା ୱେରେ ଆଣିପାରିବା। ଗୋଟେ ହେଉଛି ବାଇ ରୋଡ଼, ବାଇ ପ୍ଲେନ୍, ବାଇ ସି। ତ ଆମେ ଯଦି ପ୍ଲେନ୍ରେ ଆଣିବା ବହୁତ ଖର୍ଚ୍ଚାନ୍ତ। ପ୍ଲେନ୍ରେ ଆମେ ବହୁତ ଜିନିଷ ଏମିତି କୋଇଲା, ଆଇରନ୍, ଲାଇମଷ୍ଟୋନ୍ ଏସବୁ ଆଣିପାରିବାନି, ବହୁତ କଷ୍ଟଲି। ତ ଆମେ ସେଗୁଡ଼ାକୁ ଆମ ବାଇ ରୋଡ଼ରେ ବି ଆଣିପାରିବାନି, କାହିଁକି ଅଷ୍ଟ୍ରେଲିଆକୁ ଆମକୁ ରୋଡ଼ ବି ନାହିଁ। ତ ଆମକୁ କ'ଣ କରିବାକୁ ପଡ଼ିବ? ସିପ୍ରେ ଆଣିବାକୁ ପଡ଼ିବ। ସେଥିପାଇଁ ପୋର୍ଟର ଇମ୍ପୋର୍ଟାନ୍ସ ଆମକୁ କ'ଣ ନା, ଆମେ ସିପ୍ରେ ବାଇ ଜାହାଜରେ ଯେଉଁ ଜିନିଷ ଆଣୁ ସେଗୁଡ଼ାକୁ ଆମେ ଠିକ୍ ସେ ଆଣିବା ଜଳପଥରେ, ତାପରେ ସେମାନଙ୍କୁ କମ୍ୟୁନିକେଟ୍ କରିବା ଆମ ପୋର୍ଟରେ ଆସିବା ପାଇଁ, ରହିବା ପାଇଁ। ସେଥିପାଇଁ ଆମ ପୋର୍ଟର ବହୁତ ଗୁଡ଼ା ଇମ୍ପୋର୍ଟାନ୍ସ ଅଛି। ପୋର୍ଟର ଇମ୍ପୋର୍ଟାନ୍ସ ବି ଆଉ ଗୋଟେ କ'ଣ ନା, ଆମ ଅର୍ଥନୀତିରେ ସେ ବହୁତ ହେଲ୍ପ କରେ, ଜବ୍ରେ ଆମକୁ ମାନେ ବହୁତ ଇଏ କରେ। ଏବେ ତ ଆମେ ଜାଣିଥିବେ ଜବ୍ର କ୍ରାଇସିସ୍ କ'ଣ ପ୍ରକାର ଚାଲିଛି। ତ ଏମିତି କିଛି ନୂଆ ପୋର୍ଟ, ନୂଆ ବିଜନେସ୍ ଷ୍ଟାର୍ଟ ହେବ, ଯେଉଁଥିରେ ଆମେମାନେ ଜବ୍ କରିବା ଆମ କିଛି ଅର୍ଣ୍ଣିଂ ପାଇଁ, ବୁଝିଲ। ତ ପୋର୍ଟ ବହୁତ ପ୍ରକାର ଥାଏ, ସେ ଭିତରୁ ମେନଲି ମୁଁ 2-3ଟା ପୋର୍ଟ ଆପଣଙ୍କୁ କହୁଛି। ପୋର୍ଟ ଆମର ଗୋଟେ ଡ୍ରାଏ କାର୍ଗୋ, ଏଇଟା ଆମର ସ୍ପେଶାଲ ଡ୍ରାଏ କାର୍ଗୋ। କେତେଟା ପୋର୍ଟ ହେଉଛି କଣ୍ଟେନର ପୋର୍ଟ, କେତେଟା ହେଉଛି ଆମର ଲିକ୍ୱିଡ୍ LPG, LNG ପୋର୍ଟ, ଯେଉଁଥିରେ ଆମେ LPG ଗ୍ୟାସ୍ ଆଣୁ, ଯେଉଁ କୁକିଂ ଯେଉଁଥିରେ ହୁଏ। LNG ଆଣୁ, ଲିକ୍ୱିଡ୍ ନ୍ୟାଚୁରାଲ୍ ଗ୍ୟାସ୍, ଯେଉଁଥିରେ ଆମର କ୍ରୁଡ୍ ଅଏଲ୍ ଆସେ, ଗ୍ୟାସ୍ ବି ଆସେ। ସେଗୁଡ଼ା ସ୍ପେଶାଲି ଆମର ଧାମରା ପୋର୍ଟର ଅଛି, ବୁଝିଲେ ନା ପିଲାମାନେ। ଆଉ ଆମ ଓଡ଼ିଶାରେ ମୋଟାମୋଟି 14ଟା ଖଣ୍ଡେ ପୋର୍ଟ ଅଛି, ସେଟା ଆମେ ସିରିୟସ୍ ନେଇଯିବା। 14ଟା ପୋର୍ଟ ସେଗୁଡ଼ା ରେକଗ୍ନାଇଜ୍ କରାଯାଇଛି ଆମ ଓଡ଼ିଶା ୱେବସାଇଟ୍ରେ, ଆମର ଯେଉଁ ସିପିଂ ୱେବସାଇଟ୍ରେ ରେକଗ୍ନାଇଜ୍ କରାଯାଇଛି। କିନ୍ତୁ ମେନଲି ଆମ ଓଡ଼ିଶାରେ ମନେ ରଖିତେ ଗଲେ 3ଟା ପୋର୍ଟ କାମ କରୁଛି। ପାରାଦୀପ ପୋର୍ଟ, ଯେ ଆମେ ପୁରା ଇଣ୍ଡିଆର ସେକେଣ୍ଡ ଲାର୍ଜେଷ୍ଟ ପୋର୍ଟ, ଯେ 2024-23ରେ ଫାର୍ଷ୍ଟ ପୋଜିସନ୍ରେ ଥିଲା। କିନ୍ତୁ ଆମର ଏଇ ପୋର୍ଟ ଆଦାନୀଙ୍କର ମୁନ୍ଦ୍ରା ପୋର୍ଟ ଥିଲୁ କାଟିକି, ମୁନ୍ଦ୍ରା ପୋର୍ଟ 1 ନମ୍ବର ଅଛି ଇଣ୍ଡିଆର। ସେକେଣ୍ଡ ଅଛି ଆମର ପାରାଦୀପ ପୋର୍ଟ, ଆଉ 3ଟା ଆମର